ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ ଯେଉଁ କଂଗ୍ରେସର ରହିଥିଲେ କବାସୀ ଲକ୍ମା ଗତ 2019 ଏବଂ 2022 ମଧ୍ୟରେ ଘଟିଥିବା 2161 କୋଟି ଟଙ୍କାର ଯେଉଁ ମଦ ଦୁର୍ନୀତି ହୋଇଥିଲା ତାହିରେ ଲିପ୍ତ ରହିଥିବା ଇଡି ଦର୍ଶାଇଥିଲେ। ଏପରିକି ଲକ୍ମା ଦାଦି ପ୍ରତ୍ୟେକ ମାସରେ 2 କୋଟି ଟଙ୍କା ଅବକାରୀ ତରଫରୁ ଲାଞ୍ଚ ନେବା ଦର୍ଶାଇଛନ୍ତି ଇଡି, ଯାହାଫଳରେ ତାଙ୍କୁ ଜେଲ୍ ହୋଇଥିଲା। 2025 ମସିହା ଜାନୁଆରୀ 15 ତାରିଖରେ ଇଡିଙ୍କ ଦ୍ୱାରା ଗିରଫ ହୋଇଥିଲେ ଲକ୍ମା ଏବଂ ସେହି ଦିନଠାରୁ ସେ ଜେଲ୍ ଦଣ୍ଡ ଭୋଗିଛନ୍ତି ଏବଂ ଏବେ ବର୍ତ୍ତମାନ ବେଲ୍ରେ ବାହାରିଛନ୍ତି ଏବଂ ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି ଯେ ସେ ନିଜ ଅଞ୍ଚଳରେ ରହିପାରିବେ ନାହିଁ, ଅର୍ଥାତ୍ ଛତିଶଗଡ଼ ଛାଡ଼ି ବର୍ତ୍ତମାନ ସେ ଅନ୍ୟତ୍ର ରହିବାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାବରେ ବର୍ତ୍ତମାନ ଲକ୍ମା ଦାଦି ତାଙ୍କର ଯେଉଁ ପଡ଼ୋଶୀ ରାଜ୍ୟ ରହିଛି ଅର୍ଥାତ୍ ପଡ଼ୋଶୀ ଓଡ଼ିଶା ରାଜ୍ୟର ମାଲକାନଗିରି ଜିଲ୍ଲା ନିଜର ବାସସ୍ଥାନ ବାଛିଛନ୍ତି ଏବଂ ମାଲକାନଗିରିରେ ବର୍ତ୍ତମାନ ଦାଦି ରହିବେ ଏବଂ ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି, ନିର୍ଦ୍ଦେଶକୁ ଅବମାନନା କରିପାରିବେ ନାହିଁ। ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ସେ ବାଛିଛନ୍ତି ଏବଂ ମାଲକାନଗିରି ଜିଲ୍ଲାରେ ସେ ନିଜର ଜୀବନଯାପନ କରିବେ, ଯାହା କୋର୍ଟର ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ପୂର୍ବତନ ଅବକାରୀ ମନ୍ତ୍ରୀ ଛତିଶଗଡ଼ ତଥା ବର୍ତ୍ତମାନ ସୁକମା ଜିଲ୍ଲା କଣ୍ଟା ବିଧାୟକ କବାସୀ ଲକ୍ମା ଏବେ ମାଲକାନଗିରି ଜିଲ୍ଲାରେ ରହିବେ। ଜାମିନ ମିଳିବା ପରେ କୋର୍ଟଙ୍କ ସର୍ତ୍ତ ଅନୁଯାୟୀ ସେ ଛତିଶଗଡ଼ ପ୍ରବେଶ କରିପାରିବେ ନାହିଁ। ସେଥିପାଇଁ ସେ ପଡ଼ୋଶୀ ଜିଲ୍ଲା ମାଲକାନଗିରି ଜିଲ୍ଲାରେ ନିଜର ରହଣି ସ୍ଥଳ ଭାବେ ବାଛିଛନ୍ତି। ସୁପ୍ରିମକୋର୍ଟ ଫେବୃଆରୀ 3, 2026ରେ ଲକ୍ମାଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ସର୍ତ୍ତ ରଖିଛନ୍ତି ଯେ ସେ କୋର୍ଟ ଶୁଣାଣି ବ୍ୟତୀତ ଛତିଶଗଡ଼ ପ୍ରବେଶ କରିପାରିବେ ନାହିଁ। ଏହି କାରଣରୁ ସେ ଓଡ଼ିଶାର ସୀମାନ୍ତ ଜିଲ୍ଲା ମାଲକାନଗିରି ନିଜର ଅସ୍ଥାୟୀ ବାସସ୍ଥାନ ଭାବେ ବାଛିଛନ୍ତି। ଆଜି ମାଲକାନଗିରି ପହଞ୍ଚିବା ପରେ କଂଗ୍ରେସ କର୍ମୀ ନେତାମାନଙ୍କ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। कितना दिन रहेंगे पता नहीं। इस देश के सबसे बड़ा न्यायालय सुप्रीम कोर्ट का आदेश है छत्तीसगढ़ से बाहर रहना है, तो इसलिए उसका आदेश को मेरे को पालन करना है। अब सुप्रीम कोर्ट जब तक रखेगा तब तक मलकानगिरी में रहेंगे। तुम लोग खाना खिलाओ, तुम लोग पानी पिलाओ। मैं देश के कानून को सम्मान करता हूं, देश का कानून को धन्यवाद करता हूं सुप्रीम कोर्ट का, और उसका पूरा पालन करूंगा। बस्तर रो टाइगर आपण जानी आमर जिते बड़े निर्वाचन है कबासी लक्मा आसी आमर जिले में प्रचार करती, निजर लोक भी अच्छा, जातिर लोक भी अच्छा, से आसिकी मालकानगिरी जिले में सब बेले प्रचार करती। जहा हो सुप्रीम कोर्ट जो आदेश देले राज्य न रही अलग राज्य रही कहते आमर भाग्य करूँ आम से बाची मालकानगिरी जिला, नहीं तो पड़ोसिया राज्य तेलंगाना भी अच्छी सेठी भी रही था। से ओडिशार मु मालकानगिरी रही बोले आमको बहुत खुशी लगुच। से जो जेते दिन पर्यंत छत्तीसगढ़ प्रवेश करें नहीं से सिटी भी ऑर्गेनाइज करते कांग्रेस दल मालकानगिरी जिले में भी से ग्रस्त करेंगे, सब ब्लॉक को जीवे, सब बूथ को जीवे, आ कांग्रेस में से लोक वार्ता पहुंचाइबे कांग्रेस दल कौन करिछि ये वार्ता पहुंचाइबे मालकानगिरी जिला। आमर भाग्य करूँ ये जिते दिन रही मालकानगिरी कांग्रेस काम करे आशा करूँ।